ତେବେ ଆଜି ଅର୍ଥାତ୍ ମାର୍ଚ୍ଚ ମାସ 11 ତାରିଖ ବୁଧବାର ଆଜିକାର ପାଣିପାଗ ଖବର ଆସିଯାଇଛି। ତେବେ ଘୂର୍ଣ୍ଣିବଳୟ ସକ୍ରିୟ ପ୍ରଭାବରେ ଆଜି ସକାଳଠାରୁ ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ମାସ 12 ତାରିଖ ଗୁରୁବାର ସକାଳ ପର୍ଯ୍ୟନ୍ତ ଘଡ଼ଘଡ଼ି ବର୍ଷା ସହିତ ପବନ ମଧ୍ୟ ବୋହିବ। ତେଣୁକରି ଏହି 4ଟି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଅର୍ଥାତ୍ ହଳଦିଆ ରଙ୍ଗର ଚେତାବନୀ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ କେଉଁ 4ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହେବ ଆଉ କେଉଁ 26ଟି ଜିଲ୍ଲାରେ ଆଜି ପାଗ ଶୁଖିଲା ରହିବ ଆଉ ଗରମ ଗୁଳୁଗୁଳି ଜାରି ରହିବ, ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଓଜିଏନ୍ ଓଡ଼ିଆ ଚ୍ୟାନେଲଟିକୁ ନୂଆ କରି ଆସିଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ ଆଗକୁ ମଧ୍ୟ ଏହିପରି ପାଣିପାଗର ସୂଚନା ସର୍ବପ୍ରଥମେ ଜାଣିବା ପାଇଁ। ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ 2 ଦିନ ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ କହିଛି। ଆଜି ଓ ଆସନ୍ତାକାଲି ପାଇଁ ଘଡ଼ଘଡ଼ି ବର୍ଷା ସହିତ ପବନ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ବହିବ ବୋଲି କହିଛି ପାଣିପାଗ କେନ୍ଦ୍ର। ତେବେ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଆଉ ଘୂର୍ଣ୍ଣିବଳୟ ସହ ଜଡ଼ିତ ଏକ ଟ୍ରପ୍ ଲାଇନ୍ ଓଡ଼ିଶା ଦେଇ ଅତିକ୍ରମ କରୁଛି। ଏହାର ପ୍ରଭାବରେ ଆଜି ସକାଳଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର 4ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହେବ ଆଉ 26ଟି ଜିଲ୍ଲାରେ ପାଗ ଶୁଖିଲା ରହିବା ସହିତ ଗରମ ଗୁଳୁଗୁଳି ଜାରି ରହିବ। ତେବେ ଆସନ୍ତୁ ପ୍ରଥମେ ଜାଣିବା କେଉଁ 26ଟି ଜିଲ୍ଲା ରହିଛି ଯେଉଁ ଜିଲ୍ଲାଗୁଡ଼ିକରେ ଗରମ ଗୁଳୁଗୁଳି ସହିତ ପାଗ ଶୁଖିଲା ରହିବ ଆଉ ସେସବୁ ଜିଲ୍ଲାଗୁଡ଼ିକ ହେଉଛି କଟକ, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ରହିଥିବା ବେଳେ ଆଉ ଏହାପରେ ବାକି ଯେଉଁ 4ଟି ଜିଲ୍ଲା ରହିଛି ସେସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଘଡ଼ଘଡ଼ି ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ। ଏହି 4ଟି ଜିଲ୍ଲାରେ ଆଜି ପବନ ସହିତ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁକରି ଏହି 4ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।